শরণাগত দীনাথং পরিত্রাণং পরায়ণে সর্বসাতে হরে দেবী মা শারদে দেবী নমস্তুতি। জয় মা শারলা। আজিକାର নীতিବାଣୀ ଆରମ୍ଭ କରିବା ପୂର୍ବରୁ ମୋର ପରିଚୟ ଉପରେ ଜାଣି ରଖିଥାନ୍ତୁ। ମୁଁ ହେଉଛି ଜଣେ ସାଧାରଣ ଫିଲୋସୋଫର ପ୍ରବଚକ ସୁରେଶ ମାହାଳି। କେବଳ ଏ ସମାଜର ମଙ୍ଗଳ ପାଇଁ ଆମେ ଏ ନୀତିବାଣୀକୁ ସେୟାର କରୁଛୁ। ଆପଣମାନଙ୍କୁ ଯଦି ମୋ ନୀତିବାଣୀ ଭଲ ଲାଗୁଥିବ ଆପଣମାନେ ଗୋଟେ ଲାଇକ୍ କରି ସବସ୍କ୍ରାଇବ କରିଦିଅନ୍ତୁ। ଅନ୍ୟମାନଙ୍କୁ ସେୟାର କଲେ ଏ ସମାଜର ମଙ୍ଗଳ ହବ। ଆସନ୍ତୁ ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ସୁନ୍ଦର କଥାଟିଏ। ପ୍ରତି ଯୁଗରେ ଭଗବାନ ଦାନବ ମନୁଷ୍ୟ ଅସୁର ସମସ୍ତଙ୍କୁ ବିନାଶ କରିଛନ୍ତି। ପ୍ରତ୍ୟେକ ଯୁଗରେ ଭଗବାନ ଦୁଷ୍ଟମାନଙ୍କୁ ସଂହାର କରିଛନ୍ତି, କିମ୍ବା ମାନବ ହଉ ବା ଦାନବ ହଉ ବା ଅସୁର ହେଉ। କିନ୍ତୁ ଲକ୍ଷ୍ମୀ ମାଙ୍କର ମନ ଟିକେ ସଦାସର୍ବଦା ଦୁଃଖ ରହିଥାଏ। କାରଣ ଲକ୍ଷ୍ମୀ ମାଙ୍କର କୌଣସି ସନ୍ତାନ ନାହିଁ। ଇଏ ସଂସାରର ସମସ୍ତ ସନ୍ତାନ ମାନଙ୍କର ସେ ମା। ଏହାର କାରଣ ହେଉଛି ଲକ୍ଷ୍ମୀ ମା 108 ପଦ୍ମ ଫୁଲ ନେଇ ଶଙ୍କର ଭଗବାନଙ୍କୁ ଇଏ ପୂଜା କରନ୍ତି। ଶଙ୍କର ଭଗବାନ ମଧ୍ୟ ଲକ୍ଷ୍ମୀ ମାଙ୍କର ପୂଜାରେ ଭାରି ସନ୍ତୁଷ୍ଟ ହୁଅନ୍ତି। ଶଙ୍କର ଭଗବାନ କେବଳ ଏଇ ବର ଦେଇଥିଲେ, କହିଲେ ମା 56 କୋଟି ଜୀବକୁ ତୁମେ ପଡ଼ି ଦେବ, ସଂସାରର ମାତା ତୁମେ ହୋଇ ଯେ ରଚିବ। କହିଲେ ହେ ମା, ମୁଁ ତମକୁ ଆଜି ଏଇ ବର ଦେଉଛି। ଏ ଜଗତର ତମେ ହଉଛ ମା ଏବଂ ସମସ୍ତଙ୍କୁ ତମେ ଇଏ ପଡ଼ି ଦେବ, ଖାଇବାକୁ ତମେ ହିଁ କେବଳ ଦବ। ସେଥିପାଇଁ ଲକ୍ଷ୍ମୀ ମାଙ୍କର ମନ ଟିକେ ସଦାସର୍ବଦା ଦୁଃଖ ରହିଥାଏ। କାରଣ ଅସୁର ହୁଅନ୍ତୁ, ଦାନବ ହୁଅନ୍ତୁ, ମାନବ ହୁଅନ୍ତୁ, ସମସ୍ତେ ହଉଛନ୍ତି ଲକ୍ଷ୍ମୀ ମାଙ୍କର ଇଏ ସନ୍ତାନ। ଥରେ ଲକ୍ଷ୍ମୀ ମା କହିଲେ ଇଏ ପ୍ରଭୁ, ଆଜି ଗୋଟିଏ ମୁଁ ଛୋଟିଆ ବରଟିଏ ମାଗିବି, ତମେ ମତେ ଦବ? ପ୍ରଭୁ ଟିକେ ହସିଦେଲେ, କହିଲେ ଲକ୍ଷ୍ମୀ ଗୋଟିଏ ବର କାହିଁକି, ଆଜି ତମେ 100 ବର ମାଗ, ମୁଁ ତମକୁ ଆଜି ଦେବି। ଲକ୍ଷ୍ମୀ ମା କହିଲେ ନାଇଁ ପ୍ରଭୁ, ମୋର ଗୋଟିଏ ବର ଆବଶ୍ୟକତା, ତମେ ସତ୍ୟ କର। ଭଗବାନ ସେଇଠି ଲକ୍ଷ୍ମୀ ମାଙ୍କ ନିକଟରେ ସତ୍ୟ କରିଦେଲେ। ଲକ୍ଷ୍ମୀ ମା ମାଗିଲେ, କହିଲେ ପ୍ରଭୁ କଳି ଯୁଗରେ ତମର ହାତ ଗୋଡ଼ ଇଏ ରହିବନି, ତମର ହାତ ଗୋଡ଼ ରହିବନି, ଆଉ ତମ ଭାଇ ବି ତମ ସହିତ ମୋ ସନ୍ତାନ ମାନଙ୍କୁ ଇଏ ବିନାଶ କରିଛନ୍ତି। ଆଉ ତମ ଭଉଣୀ ସୁଭଦ୍ରା ସିଏ ବି ଚଣ୍ଡୀ ରୂପ ଧାରଣ କରି ଅନେକ ଦାନବ ମାନବ ଅସୁର ମାନଙ୍କ ରକ୍ତପାନ କରିଛନ୍ତି। କିନ୍ତୁ କଳି ଯୁଗରେ ତମ ଭାଇ ଭଉଣୀଙ୍କର ହାତ ଗୋଡ଼ ରହିବନି, ମତେ ଏଇ ବର ଦିଅନ୍ତୁ। ତମର ହାତ ଗୋଡ଼ ଥିଲେ ତମେ ଆୟୁଧ ଧରି ପାରିବ, ପୁଣି ମୋ ସନ୍ତାନ ମାନଙ୍କୁ ମଧ୍ୟ ତମେ ଏ ବିନାଶ କରିବ। ପ୍ରଭୁ ହସି ଦେଇକି ଅସ୍ତୁ କରିଦେଲେ। ଆଜି ଲକ୍ଷ୍ମୀଙ୍କ ପାଇଁ ଜଗନ୍ନାଥ ମହାପ୍ରଭୁ, ବଳଭଦ୍ର ମହାପ୍ରଭୁ, ସୁଭଦ୍ରା ମା ଏ କଳି ଯୁଗରେ ତାଙ୍କର ହାତ ଗୋଡ଼ ନାହିଁ। ଏଇ ହଉଛି ଏ କିମ୍ବଦନ୍ତୀର କଥା। ମୋ କଥାକୁ ଯଦି ଆପଣମାନେ ଶ୍ରବଣ କରିଥିବେ ଆପଣଙ୍କ ଜୀବନ ଧନ୍ୟ ହେଇଯିବ, ବୈକୁଣ୍ଠପୁର ଲାଭ କରିବେ। ଏତିକି ଏଇ ଥିଲା ମୋ ନୀତିବାଣୀର ନିର୍ଯାସ କଥା। ଅନୁଚିନ୍ତା ଘର ଆଗରେ ଯଦି ଗଣେଶଙ୍କର ଫଟୋଟି ରଖିବେ ଆପଣଙ୍କର ଭାରି ଶୁଭଦାୟକ ହବ।
घर आगरे जदि गणेश महाप्रभुंकर फटोटी रखिबे आपणक घरर शुभदायक हेबो। एतिकी कही मोर नीतिबाणी अनुचिंता को परिसमाप्त करुच्ची। प्रणाम। जय जगन्नाथ।